କଥା ହେବାକୁ ଯାଉଛୁ ଏକ ନୂଆ ଓଡ଼ିଆ ଚଳଚ୍ଚିତ୍ର ଦ ମିଲେଟ୍ ଡାଏରୀ, ଯାହାର ଟିଜର ଏବେ ମାତ୍ର ରିଲିଜ୍ ହୋଇସାରିଛି ଏବଂ ଟିଜର ଦେଖିଲେ ଗୋଟିଏ କଥା ସ୍ପଷ୍ଟ, ଏହା କେବଳ ମୁଭି ନୁହେଁ, ଏକ ଷ୍ଟ୍ରଙ୍ଗ ମେସେଜ ବେସ୍ଡ ସିନେମା। ଏହି ମୁଭିର ମେନ୍ କାଷ୍ଟରେ ଅଛନ୍ତି ସିଦ୍ଧାର୍ଥ ମହାପାତ୍ର, ଅଭିଷେକ ଆର୍ ପଣ୍ଡା, ଶିବାନୀ ସଂଗୀତା, କୁନା ତ୍ରିପାଠୀ, ପ୍ରୀତମ ଦାସ। ଡାଇରେକ୍ଟର ହେଉଛନ୍ତି ରାଜେନ୍ଦ୍ର ମହାନ୍ତି, ମ୍ୟୁଜିକ୍ ଦେଇଛନ୍ତି ପ୍ରେମାନନ୍ଦ, ମ୍ୟୁଜିକ୍ ଲେବର ହେଉଛି ଆମର ମ୍ୟୁଜିକ୍। ଏତେ ଷ୍ଟ୍ରଙ୍ଗ ଷ୍ଟାର କାଷ୍ଟ ଦେଖିଲେ ଆଶା ଆପେ ଆପେ ବଢ଼ିଯାଏ। ଟିଜର ଦେଖିଲେ ବୁଝାପଡ଼ୁଛି ଦ ମିଲେଟ୍ ଡାଏରୀ ଏକ ସୋସିଆଲ ଇମୋସନାଲ ରିଏଲିଷ୍ଟିକ ଫିଲ୍ମ। ଟିଜରରେ ମାଟିର ଗନ୍ଧ, ଗ୍ରାମୀଣ ଜୀବନ, ଚାଷୀଙ୍କ ସଂଘର୍ଷ, ଆଧୁନିକ ସମାଜର ଅବହେଳା ସବୁକିଛି ଖୁବ୍ ସାଧାରଣ କିନ୍ତୁ ଶକ୍ତିଶାଳୀ ଭାବେ ଦେଖାଯାଇଛି। ପ୍ରେମାନନ୍ଦଙ୍କ ମ୍ୟୁଜିକ୍ ଟିଜରକୁ ଆଉ ଗଭୀର କରିଦେଇଛି। ବ୍ୟାକଗ୍ରାଉଣ୍ଡ ସ୍କୋର ଅତିରିକ୍ତ ନୁହେଁ, କିନ୍ତୁ ମନକୁ ଛୁଇଁଯାଏ। ଟିଜର ଶେଷ ହେବା ପରେ ମଧ୍ୟ ମ୍ୟୁଜିକ୍ ମନ ଭିତରେ ରହିଯାଉଛି, ଏହା ଭଲ ମ୍ୟୁଜିକର ଚିହ୍ନ। ଡାଇରେକ୍ଟର ରାଜେନ୍ଦ୍ର ମହାନ୍ତି ଏଠାରେ କମର୍ସିଆଲ ଫର୍ମୁଲା ଛାଡ଼ି କଣ୍ଟେଣ୍ଟ ଡ୍ରାଇଭ୍ ସିନେମା ଉପରେ ଭରସା କରିଛନ୍ତି। ସିନେମାଟୋଗ୍ରାଫିରେ ଗ୍ରାମୀଣ ଓଡ଼ିଶା, ପ୍ରକୃତିର ସୁନ୍ଦର ଫ୍ରେମ୍, ରିଏଲ୍ ଇମୋସନ। ଟିଜରର ପ୍ରତ୍ୟେକ ଫ୍ରେମ୍ କଥା କହୁଛି। ମୋ ମତରେ ଦ ମିଲେଟ୍ ଡାଏରୀ ଏକ ମିନିଂଫୁଲ୍ ଓଡ଼ିଆ ସିନେମା, ଯାହା ନିଶ୍ଚିତ ଭାବେ ଚିନ୍ତା କରିବାକୁ ବାଧ୍ୟ କରିବ। ଯଦି ଫିଲ୍ମଟି ଟିଜର ପରି ଭଲ ଲାଗେ, ତେବେ ଏହା ଓଡ଼ିଆ ସିନେମା ପାଇଁ ଗୋଟିଏ ସ୍ପେଶାଲ ହେବ। ଏହି ଟିଜର ରିଭ୍ୟୁ ଆପଣଙ୍କୁ ଭଲ ଲାଗିଥିଲେ ଲାଇକ୍ କରନ୍ତୁ, କମେଣ୍ଟରେ ଆପଣଙ୍କ ମତ ଲେଖନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ କରିବାକୁ ଭୁଲନ୍ତୁନି। ଜୟ ଜଗନ୍ନାଥ।